नमस्कार सांगमाने जय जगन्नाथ जमीती कि पूर्व भिडियो मु कही मो सांगर मोर कुआडे गोटे बाहरी तो आम प्रथम जाकि पहुंची खंडगिरी कायरास केफ रे कारण सेठी रूपटॉप रे अनुष्ठित होउथिला आम सृजनीर प्रथम ऑफलाइन समारोह बा कार्यक्रम आलाप आलाप नारू ही आपण माने जानि पारुथिबे जे केभली सामूहिक वार्तालाप पई एहा अनुष्ठित होइथिला। प्रथमे विश्वजित भाई तांकर इंट्रोडक्शन स्पीच देइथिले जे आमे काहेकि एई आलाप कार्यक्रम करूचे तेबे ज्योत्स्ना दीदी ताको आगको बढ़ाइथिले एवं ପରେ ପରେ ସେଠାରେ ଉପସ୍ଥିତ ଥିବା ସମ୍ମାନିତ ଅତିଥି ଯେଉଁମାନଙ୍କୁ ଆମେ ନିମନ୍ତ୍ରିତ କରିଥିଲୁ ସେମାନେ ନିଜ ନିଜର ଖାଦ୍ୟ ପ୍ରଣାଳୀ ହେଉ 1936 ମସିହା ଯେତେବେଳେ ଓଡ଼ିଶାକୁ ଆମର 100 ବର୍ଷ ପୂର୍ତ୍ତି ଲାଭ କରିବ ସେତେବେଳେ ବିଭିନ୍ନ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଡୋମେନରେ ଆମ ଓଡ଼ିଶା କିପରି ସେମାନେ ଦେଖୁଛନ୍ତି କିପରି ଭବିଷ୍ୟତ ପରିକଳ୍ପନା କରୁଛନ୍ତି ସେଇ ବିଷୟରେ କଥା ଥିଲା। ପ୍ରଥମେ ରିତୁ ମ୍ୟାମ୍ ତାଙ୍କର ଅଥେଣ୍ଟିକ୍ ଖାଦ୍ୟ ପ୍ରଣାଳୀ ବିଷୟରେ କହିଲେ। ତେବେ ଜଗନ୍ନାଥ ସଂସ୍କୃତି ଗବେଷକ ଆହ୍ୱାନ ବାବୁ ମଧ୍ୟ ଆସିଥିଲେ। ସିଏ ମଧ୍ୟ ଜଗନ୍ନାଥ ସଂସ୍କୃତି ତଥା ବିଭିନ୍ନ ଖାଦ୍ୟପେୟ ଉପରେ ନିଜର ମତସ୍ୱ ରଖିଥିଲେ। ଏହାପରେ ପ୍ରାଚୀତାରା ମ୍ୟାଡାମଙ୍କର ଗପ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେ ମ୍ୟାଡାମ ବିଭିନ୍ନ ବାଦ୍ୟଯନ୍ତ୍ର ନେଇ ତା ସହିତ ନିଜର ସୁନ୍ଦର ଉପସ୍ଥାପନା ଶୈଳୀରେ ସୁନ୍ଦର କାହାଣୀଟି ଶୁଣେଇଲେ ଯାହାକି ଆମ ଓଡ଼ିଶା ଇତିହାସକୁ ଆଉଥରେ ଜୀବନ୍ତ କରିଦେଲା। ସମସ୍ତଙ୍କର ବଳିଦାନ ମନେ ପକେଇଦେଲା। ଆମେ ତ ଭଲ୍ୟୁଣ୍ଟର ହିସାବରେ ସେଠି ବସିଥିଲୁ କିଛିଟା ଗିଫ୍ଟ ଧରିକି ଯେହେତୁ ସମସ୍ତଙ୍କୁ ଫେଲିସିଟେଟ୍ କରିବାର ଥିଲା। ତାପରେ ଆମକୁ ମିଳିଯାଇଥିଲା ମିଲେଟ୍ ତୋରାଣୀ ପିଇକି ତ ବହୁତ ହି ଖୁସି ଲାଗିଲା ଯେହେତୁ ଓଡ଼ିଆ କାର୍ଯ୍ୟକ୍ରମ ଏଇଟା ତ ନିଶ୍ଚିନ୍ତ ଜରୁରୀ ଥିଲା। ତାପରେ ବିଭିନ୍ନ କଲେଜର ଅଧ୍ୟାପିକା ମାନେ ମଧ୍ୟ ଉପସ୍ଥିତ ସେଠାରେ ଥିଲେ। ଓଡ଼ିଆ ମନସ୍କ ପରିବାରର ସଦସ୍ୟମାନେ ବି ସେଠାରେ ଉପସ୍ଥିତ ଥିଲେ। ଏହାକୁ ନେଇକି ବିଭିନ୍ନ ବୈଜ୍ଞାନିକ ଯେମିତିକି ଅନିଲ ଧୀର ସାର୍ ହେଇଯାଆନ୍ତୁ ବିଭିନ୍ନ ସୃଜନୀର ପୂର୍ବ ସଦସ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ନିଜର ଆଇଡ଼ିଆ ବାଣ୍ଟିବାକୁ ନିଜର ସେହି ବାର୍ତ୍ତା ଦେବାକୁ ସାମୂହିକ ବାର୍ତ୍ତାଳାପରେ ନିଜକୁ ସାମିଲ କରେଇଥିଲେ। ସେଥିରେ ଟିକେ ଚାହା ଖାଦ୍ୟପେୟ ମଧ୍ୟ ହୋଇଯାଇଥିଲା। ଶେଷରେ କଳିଙ୍ଗ ଟିଭିର ଜର୍ଣ୍ଣାଲିଷ୍ଟ ବା ସାମ୍ବାଦିକ ପ୍ରବୀଣ ଭାଇ ମଧ୍ୟ କିଛି କହିଥିଲେ ଏବଂ ପିଏନ୍ କଲେଜରେ ସୂର୍ଯ୍ୟ ସାର୍ ମଧ୍ୟ ବହୁତ ହି କଥା କହିଥିଲେ। ଏହାପରେ ମିନତୀ ମ୍ୟାଡାମଙ୍କର କଥା ଶୁଣିକି ବହୁତ ଖୁସି ଲାଗିଲା। ସେ ଜଣେ ଓଡ଼ିଆ ଅଧ୍ୟାପିକା ଆଉ ଓଡ଼ିଆ ଭାଷା ବିଷୟରେ ସେ ବହୁତ ସୁନ୍ଦର ବାର୍ତ୍ତା ପ୍ରଦାନ କରେ ଏବଂ ଇଏ ହେଉଛନ୍ତି ସୂର୍ଯ୍ୟ ଭାଇ ଯିଏକି ସତ୍ୟବାଦୀ ବନ ବିଦ୍ୟାଳୟ ସହିତ ଏବେ ପୁରା ଭାବରେ ଜଡ଼ିତ। ଆଙ୍କର କଥା ମୋତେ ବେଶୀ ଅନୁପ୍ରାଣିତ କରିଥିଲା। ଏହାପରେ ଜଣେ ଦିଦି ସମ୍ ହସ୍ପିଟାଲରେ ଡେଣ୍ଟିଷ୍ଟ ଭାବରେ କାର୍ଯ୍ୟରତ ସିଏ ମଧ୍ୟ ସୁନ୍ଦର ବାର୍ତ୍ତା ଦେଇଥିଲେ ଏବଂ ଇଏ ହେଉଛନ୍ତି ଓଡ଼ିଆ ପୋଡକାଷ୍ଟର ସମ୍ବିତ ଭାଇ ଯିଏକି ଓଡ଼ିଆ ପୋଡକାଷ୍ଟ କରୁଛନ୍ତି ଓଡ଼ିଆ ଆଲୋଚନା ନାମକ ଆଉ ବହୁତ ସୁନ୍ଦର ପୋଡକାଷ୍ଟ। ଏହାପରେ ବିଶ୍ୱଜିତ ଭାଇ ଶେଷରେ ସମସ୍ତଙ୍କୁ କ'ଣ ଏଇସବୁ ଲକ୍ଷ୍ୟ ରହିଲା କେମିତି ହେଲା ଏଇସବୁ କଥା କହିଲେ। ଆମେ ଭଲ୍ୟୁଣ୍ଟର ହିସାବରେ ଫେଲିସିଟେଡ୍ ହେଲୁ ଏବଂ ଏମିତି ହିଁ ଥିଲା ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହୁଛି ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ।